ଦେଖିଲେ ସୁଜାତା, ଆମ ଝିଅ ଆଜି କେତେ ବଡ଼ ହେଇଗଲାଣି। ତମେ ଯଦି ଆମ ପାଖରେ ଥିଲେ ଏ ଘରଟା ଖୁସିରେ ପୁରି ଉଠିଥାନ୍ତା, କିନ୍ତୁ ତମେ ମୋତେ ଛାଡ଼ି ଆର ପାରିକୁ ଚାଲିଗଲ। ବର୍ତ୍ତମାନ ଝିଅ ବର୍ଷାର ମଧ୍ୟ ବିବାହ ବୟସ ହେଇଗଲାଣି। ତାକୁ ବିବାହ କରି ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବି। ତାପରେ ମୋ ଝିଅ ନାଁରେ ମୋ ସମ୍ପତ୍ତି ଅଧାରୁ ଅଧା ଆଉ କମ୍ପାନୀ ତା ନାଁରେ ଲେଖିଦେବି। ହଁ, ତା ନାଁରେ ଲେଖିଦେବି। ମୋ ସମ୍ପତ୍ତି ଆଉ ମୋ କମ୍ପାନୀ ମୋ ଝିଅ ନାଁରେ ଲେଖିଦେବି। जमींदार बाबू नमस्कार। ନମସ୍କାର। ନମସ୍କାର ଜମିଦାର ବାବୁ, ନମସ୍କାର। ନମସ୍କାର। ଆପଣମାନେ କିଏ? ମୁଁ ତ ଜାଣିପାରିଲିନି। जमींदार बाबू आमे होचु आपणक झीर क्लासमेट आउ आमे आसीथिलु आपणको गोटे गुप्त कथाटे कहबाकू। हाँ। से गुप्त कथाटा कहले आपण सुनी पारिबे तो? ମୋ ପାଖରେ ପୁଣି କି ଗୁପ୍ତ କଥା କହିବେ? ସେ ଗୁପ୍ତ କଥାଟା କ'ଣ? ଆରେ କୁହ। କହିବୁ ଜମିଦାର ବାବୁ, ସେ ଗୁପ୍ତ କଥାଟା ନିଶ୍ଚୟ କହିବୁ। ଆରେ ସେ ଗୁପ୍ତ କଥାଟା କହିବା ପାଇଁ ଆସୁଛୁ ମାନେ ନ କହି କ'ଣ ଚାଲିଯିବ? ହେଲେ ଜମିଦାର ବାବୁ, ସେ ଗୁପ୍ତ କଥାଟା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଆକାଶଟା ଛିଣ୍ଡି ପଡ଼ିଯିବ। ହଁ, ଆରେ କୁହ, କି ଗୁପ୍ତ କଥାଟା କହିବେ? ସେ ଗୁପ୍ତ କଥା ଶୁଣିଲେ ଆକାଶଟା ଚିଣ୍ଡି ପଡ଼ିବ, ମୋ ପାଦ ତଳ ମାଟି ଖସିଯିବ। ଆରେ କୁହ, କି ଗୁପ୍ତ କଥା କହିବେ? ସେ ଗୁପ୍ତ ଶୀଘ୍ର କୁହ। ଜମିଦାର ବାବୁ, ସେଇ କଥାଟା ଆପଣଙ୍କର ମାନ ସମ୍ମାନ ଉପରେ। ସେଇ କଥାଟା ଶୁଣିଲେ ଆପଣଙ୍କର ମାନ ସମ୍ମାନ ରହିବନି। ସବୁ ଚାଲିଯିବ ଭାଇନା। हाँ जमींदार बाबू କହିଦିଅନ୍ତୁ। हाँ जमींदार बाबू से गुप्त कथाटा हैला आपणको झील वर्षा और से चाकर रूप बादल लुचि छुपी परस्पर को भल पाउचंती। हाँ हाँ भल पाउचंती। तमे माने किए मो घरे काहे आसीछ? नमस्कार मैडम, आमे होचु आपणको झीर क्लासमेट। मैडम नमस्कार। यही आपणको झील विषय केतोटी कथा कहबार थिला, माने वर्षा विषय से आपणको घरे आसछु। आ जहा खइबा कथा शीघ्र को, मो पाखरे समय नै। तुम पाखे समय ना समय रब समय रहिबो। से कथाटा शुणिले भाईना हाँ भाई कहि दियंतु। ठीक अछि बे। मैडम भी आसिले। आ हाँ जमींदार बाबू आपणको झील वर्षा आउ से चाकर रूप बादल लुचि छुपी परस्पर को भल पाउचंती। हाँ जमींदार बाबू भल पाउचंती। ମୋ ଜଣାରେ ଏମିତି ମିଛ କଥା କହିବାକୁ ତମ ସାହସ ହେଲା କେମିତି? जमींदार बाबू आमको तो विश्वास करतु। बो बाबू ए छत्रभुज महांती निज आखिर देखु जमींदार बाबू विश्वास करतु। आपण आम कथा विश्वास करतु। जमींदार बाबू यहीटा मिछ नुह, यहीटा एकदम सत। आपणको झील से तुम घर चाकर पुओ बादल को भल पाउछि, आउ से सोला आरामजादा बादल भी तुम झील को भल पाउछि। यही कथाटा एकदम सत। मु परा मो निज आखिरे देखिछि। प्रेम करबा समय रे ନାହିଁ, ତମେ ମାନେ ମିଛ କହୁଛ ମିଛ। ମୋ ଝିଅ ବର୍ଷା କେବେ ହେଲେ ଏତେ ତଳକୁ ଖସି ଯାଇପାରିବନି। जमींदार बाबू बहुत तौक को खसीगलानी आपणको झील। जमींदार बाबू आपणको झील कॉलेज रे पाठ पढ़ा जाऊ नहीं, पाठ पढ़ा नुह प्रेम पाठ पढ़ा जाऊँगी। गोटे चाकर पुओ को भल पाउछि तुम झील। यही कथाटा जदि साई पड़ोसा लोक गाँ लोक जानले कौन कहे? यही देख रे, यही देख जमींदार झील को घर चाकर पुओ भल पाउछि। नाही महांती सेतेबेले आपन को कौन मोते कहे? विश्वास लागुनी। कहबे कि लज्जार कथा आपणकर मान सम्मान गला। चाकर पुओ ही गोटे कोटिपतिर झील को भल पाई बसीची। ची 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 कि लज्जार कथा रे बापा। ଚୁପ୍ କର।
ତମେ ମାନେ ଏମିତି ମିଛ କଥା କହିବାକୁ ତମ ସାହସ ହେଲା କେମିତି? ମୋ ଝିଅକୁ ବଦନାମ କରିବାକୁ ଅଛ ବଦନାମ। ହଁ ଜମିଦାର ବାବୁ, ଆପଣ ଆମ କଥାକୁ କେବେ ହେଲେ ବିଶ୍ୱାସ କରିବନି, ସେଥିପାଇଁ ଆମେ ସାକ୍ଷୀ ପ୍ରମାଣ ନେଇକି ଆସିଛୁ। ହଁ ଜମିଦାର ବାବୁ, ଆମେ ଛତ୍ରପତି ମହାନ୍ତି ଆମେ କ'ଣ ଆମେ ଫଟୋ ଦେଖେଇ ଦେବେ। ଫଟୋଟା দেখা ତମେ ଧରଛ, ତମେ ଦେଖ, ଆମେ ତୋ ପାଖ ଅଛି দেখাবে। ମୁଇଁ ଧରଛି। ହଁ বে ହଁ। ଠିକ୍ ଅଛି। ଜମିଦାର ବାବୁ, ଆପଣ ତ ଆମ କଥାକୁ ବିଶ୍ୱାସ କଲେ ନାହିଁ। ମୋ ମୋବାଇଲରେ ଆପଣଙ୍କ ଝିଅର କଳାକାର ନାମ ଫଟୋ ଅଛି। ଏଇ ଫଟୋ ଗୁଡ଼ାକ ଦେଖିଲେ ବିଶ୍ୱାସ କରିବେ। ଆସନ୍ତୁ। ଇଏ ମ୍ୟାଡ଼ାମ୍ ପାଖକୁ ଆସୁନାହାନ୍ତି, ଦେଖିବେ ଆପଣଙ୍କ ଝିଅର କଳାକାର ନାମା। ଚାକର ପୁଅ ବାଦଲ ସହିତ କ'ଣ କ'ଣ ଖେଳ କରୁଛନ୍ତି। ଏଇ ଦେଖନ୍ତୁ, ଏଇ ଦେଖନ୍ତୁ ଆପଣଙ୍କ ଝିଅର କଳାକାର ନାମା ଦେଖନ୍ତୁ। এইটা ଆପଣଙ୍କ ଝିଅ ତ, এইটা ନାଇଁ ତମେ ମାନେ ମିଛ କହୁଛ ମିଛ। ମତେ ଏ କଥାକୁ ଜମାରୁ ବିଶ୍ୱାସ ଲାଗୁନି। ଜମିଦାର ବାବୁ, ଆମେ ମିଛ କହୁଛୁ? ନାଇଁ ନାଇଁ, ଆମେ ମିଛ କହୁଛୁ। ପ୍ରୁଫ୍ ଦେଖେଇ ସାରିଲା ପରେ ବି ତମେ କ'ଣ କହୁଛ ନା ତମେ ମାନେ ମିଛ କହୁଛ। ଜମିଦାର ବାବୁ, ଆପଣଙ୍କ ଝିଅ ନାଁରେ ଆମେ କାହିଁକି ମିଛ କହିବୁ? ଯୋଉଟା ସତ କଥା ସେଇଟା କହୁଛୁ। ଜମିଦାର ବାବୁ, କଲେଜକୁ ଯାଆନ୍ତୁ। କଲେଜକୁ ଗଲେ ଆପେ ଆପେ ଜାଣିଯିବେ। କଲେଜ କାନ୍ଥରେ ବର୍ଷା ସହ ବାଦଲ, ଯୋଉଠି ଦେଖିଲେ ତମ ଝିଅ ପ୍ରେମ, ବର୍ଷା ଆଉ ବାଦଲର ପ୍ରେମ। ଚି 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 ଚି, ତମ ଝିଅ ଏତେ ତଳକୁ ଖସିଗଲା। ଶେଷରେ ତମ ଘରେ ରହିଥିବା ଚାକରର ପୁଅକୁ ଭଲ ପାଇ ବସିଲା। କି ଲଜ୍ଜାର କଥା। ଏ କଥାଟା ଯଦି ସାହି ପଡ଼ିଶା ଗାଁ ଲୋକ ଜାଣିଲେ କ'ଣ କହିବେ ଆପଣଙ୍କୁ? ଶଳା ଯୋଉ ଥାଳିରେ ଖାଇଲା ସେଇ ଥାଳିରେ ଚେପ ପକାଇଲା। ବୁଝିଲେ ଜମିଦାର ବାବୁ? ଏଇ ନାଟର ଗୋବର୍ଦ୍ଧନ ହେଉଛି ତା ବାପା ଜଗୁ। ତା ବାପା ଜଗୁ ହିଁ କହିଥିବ, ଆରେ ବାବୁ ବାଦଲ, ଆମେ କେତେ ଦିନ ଏମିତି ଚାକର କାମ କରି ରହିବା? ଜମିଦାରର ଝିଅ ବର୍ଷାକୁ ତୁ ଭଲ ପା, ତୋ ପ୍ରେମରେ ରୋଷେଇ ପୋଷେଇ ତୁ ତାକୁ ବାହା ହେଇଯା। ବାହା ହେଇ ସାରିଲା ପରେ ତା ବାପା ନିଶ୍ଚୟ ଅଧାରୁ ଅଧେ ଧନ ସମ୍ପତ୍ତି ନିଶ୍ଚୟ ତା ନାଁରେ ଲେଖିଦେବ। ତାପରେ ତମେ ତ କୋଟି